ଚାଲନ୍ତୁ ବନେଇବା ଆଜି ଅଁଳା ଜୁସ୍। ଏଠି ପ୍ଲେଟ୍ରେ ମୁଁ ନେଇଛି କିଛି ଅଁଳା, ଭୃଷଙ୍ଗ ପତ୍ର, କିଛି ପୁଦିନା ପତ୍ର, ଖଣ୍ଡେ ଅଦା ଆଉ ବିଟ ଲୁଣ। ଏବେ ୟାକୁ ସବୁ ଗୋଟେ ଗ୍ରାଇଣ୍ଡରରେ ନେଇ ଯିବା ଆଉ କିଛି ପାଣି ଦେଇ ବାଟିବା। ଏବେ ବାଟି ହୋଇଗଲା, ତାକୁ ଗୋଟେ ଛଣାରେ ଛାଣିଦେବା। ଆଉ ଏମିତି ପ୍ରେସ୍ କରି ସବୁ ଜୁସ୍ ବାହାର କରିଦେବା। ତାକୁ ଗୋଟେ ଗ୍ଲାସରେ ସର୍ଭ କରିଦେବା। ଆପଣମାନେ ବି ତିଆରି କରନ୍ତୁ ଆଉ ଅଁଳା ଜୁସ୍ର ମଜା ନିଅନ୍ତୁ।